ହଠାତ୍ ଯିବାକୁ ପଡ଼ିଲା ମୋତେ ମେଡ଼ିକାଲ। କାହା ପାଇଁ ଯାଉଛି, କ'ଣ ପାଇଁ ଯାଉଛି, କିଏ ଆସୁଛି ମେଡ଼ିକାଲ, ଆପଣମାନେ ବି ଜାଣିବାକୁ ଚାହୁଁଛନ୍ତି। ବ୍ଲଗ୍‌ରେ କଣ୍ଟିନ୍ୟୁ ରହିଥାଏ, ଆଗକୁ ନିଶ୍ଚୟ କହିବି। ରାତିରେ ଯେହେତୁ ଡେରିରେ ଶୋଇଥିଲି ଆଉ ସକାଳୁ ମୋତେ ଜଲ୍ଦି ଉଠିବାର ଥିଲା। ସକାଳୁ ସକାଳୁ ଉଠିକି ବ୍ୟାଗ୍‌ରେ ଜିନିଷପଟା ସବୁ ପ୍ୟାକ୍ କରିଦେଲି। ସକାଳେ ତ ବସ୍ ଧରିବା ପାଇଁ ରାସ୍ତା ଉପରକୁ ପଳେଇ ଆସିଲି। ବ୍ୟାଗ୍‌ଟି ଯେହେତୁ ବହୁତ ଭାରି ଥିଲା, ସେଥିପାଇଁ ବୋଉ ବି ମୋତେ ସାହାଯ୍ୟ କରିବାକୁ ପଳେଇ ଆସିଥିଲା। ବୋଉ ବି ଗୋଟେ ବ୍ୟାଗ୍ ଧରି ଆସିଲା, ଆଉ ଗୋଟେ ବ୍ୟାଗ୍ ମୁଁ କାନ୍ଧରେ ପକେଇଥିଲି। ବସ୍ ଧରିକି ବସିଛି କି ନାହିଁ, ମୋର ବାନ୍ତି ଉଠେଇବା ଷ୍ଟାର୍ଟ ହେଇଗଲା। ବସ୍‌ରେ ବସିଲା ମାନେ ମୋର ବାନ୍ତି ହେଇଯାଏ। ଆଉ କ'ଣ କରିବି, କାମ ବ୍ୟସ୍ତରେ ତ ମୋତେ ଯିବାକୁ ହିଁ ପଡ଼ିବ ନା। ବସ୍‌ରେ ବସି ପଡ଼ିଛି ସତ, କିନ୍ତୁ ମନରେ ଡର ଅଛି କି ଏକା ଯାଉଛି, ଯଦି ବାନ୍ତି ହେବ, ଦେହ ଅଧିକ ଖରାପ ହେବ, କ'ଣ ହେବ। ଭଲରେ ଭଲରେ ଯାଇ ପହଞ୍ଚିଗଲି। ଆଉ ପହଞ୍ଚିଲା ବେଳକୁ ମୋତେ ଭୋକ କଲା ଜୋରସେ। ଇଟିଲି ତରକାରୀ ଟିକେ ଖାଇଦେଲି। ଆଉ ତାପରେ ପହଞ୍ଚିଗଲି ମେଡ଼ିକାଲରେ। ମେଡ଼ିକାଲରେ କ'ଣ ପାଇଁ ପହଞ୍ଚିଲି ସେଇଟା ବି ଆପଣମାନେ ଜାଣିବାକୁ ଚାହୁଁଥିବେ। ଦେଇର ଯେହେତୁ ଆଗରୁ ଟିକେ ଗୋଡ଼ ପ୍ରୋବ୍ଲେମ୍ ବାହାରୁଥିଲା, ଆଣ୍ଠୁ ପ୍ରୋବ୍ଲେମ୍, ତ ସେଥିପାଇଁ ଆମେ ଆସିଛୁ। ଆଗରୁ ଆସିଥିଲୁ ମେଡ଼ିକାଲ ଦେଖେଇକି ମେଡ଼ିସିନ ବି ସବୁ ନେଇଥିଲୁ। ଆପଣମାନେ ଭାବନ୍ତୁନି କି ଆଗରୁ ମାନେ ବହୁତ ଆଗରୁ ତାର ପ୍ରୋବ୍ଲେମ୍ ବାହାରିଛି। ଏଇ କିଛି ମାସ ହେବ ତାର ବାହାରିଥିଲା। ଯେହେତୁ ଭଲ ହେଲାନି, ଆମେ ପୁଣି ଥରେ ଆସିଲୁ ମେଡ଼ିକାଲରେ ଦେଖେଇଲୁ। ବହୁତ ସାରା ଟେଷ୍ଟ ହେଲା। ଟେଷ୍ଟ ରିପୋର୍ଟ ଯେହେତୁ ଆସିବ 2 ଦିନ ପରେ, ଆମେ ମେଡ଼ିକାଲରୁ ପଳେଇ ଆସିଲୁ। ଆସିଲା ବେଳେ ଟିକେ ଜୁଡ଼ିଓ ଗଲୁ। ସେଠି ଆମର କିଛି କିଣାକିଣି କରିବାର ନଥିଲା। ମୁଁ ଦେଇକି କହିଲି, ଯେହେତୁ ଗରମ ହେଉଛି, ଚାଲ ଟିକେ ବୁଲିବାଲିକି ଏସି ଖାଇ ଦେଇକି ପଳେଇ ଆସିବା। କିଛି ତ କିଣାକିଣି କଲୁନି। ତାପରେ ପଳେଇ ଆସିଲୁ। ଦେଇ ମୋ ପାଇଁ ଆଣିଥିଲା ଢେର ସାରା ଡ୍ରେସ୍। କ'ଣ କ'ଣ ଆସିଛି ଆପଣମାନଙ୍କ ସହିତ ନିଶ୍ଚୟ ସେୟାର କରିବି। ବସଷ୍ଟାଣ୍ଡକୁ ମୁଁ ପଳେଇ ଆସିଲି। ସିଏ ତାର ପଳେଇଲା ମୋ ବସ୍ ଧରିକି ଭୁବନେଶ୍ୱର। ମୁଁ ମୋର ବସଷ୍ଟାଣ୍ଡକୁ ପଳେଇ ଆସିଲି। ଆଉ ବସ୍ ପାଇଁ ୱେଟ୍ କରି କରି ବସିଲି। ଆଉ ଗାଡ଼ିରେ ବସି ସାରିଲା ପରେ ତାପରେ ଆମେ ମାନେ ଗାଡ଼ିରେ ବସିକି ମୁଁ ଶୋଇପଡ଼ିଥିଲି। ବହୁତ ଟାଇମ୍ ଶୋଇକି ଉଠିଲା ପରେ ଦେଖିଲା ବେଳକୁ ଫାଇନାଲି ଗାଁ ଭିତରକୁ ଟିକେ ଏଣ୍ଟ୍ରି କଲୁ। ଏଠୁ ବି ଆମ ଘର ଆଉ ବହୁତ ଦୂର ଅଛି। ନଈ ଦେଖାଯାଉଥିଲା, ବହୁତ ସୁନ୍ଦର ଦେଖାଯାଉଥିଲା। ଏଠି ପଦ୍ମ ଫୁଟିଥିଲା ଏଇ ପୋଖରୀରେ, ଆମ ଘର ପାଖର କିଛି ଦୂର। ଆଉ ଏଠି ବସ୍ କିଛି ସମୟ ରହିଥିଲା ଚାହା ଜଳଖିଆ କରିବା ପାଇଁ। ଆଉ ମୁଁ ବସ୍‌କୁ କହିଲି ଆମ ଘର ପାଖରେ ରହିବା ପାଇଁ, ସିଏ କିନ୍ତୁ ପଳେଇଥିଲା ଆହୁରି ଦୂର ପାଇଁ। ଯୋଉଠିକି ଯାଆନ୍ତୁ, ଯେତେ ଖୁସି ଥିଲେ ବି ଘରକୁ ଆସିଲେ ତାର ଆଉ ଗୋଟେ ଖୁସି ଥାଏ। ଆଉ ଯେହେତୁ ବସ୍ ଦୂରକୁ ଟିକେ ପଳେଇଥିଲା, ତାପରେ ମୁଁ ବାଟରେ ଆସିଲା ବେଳେ ମୁଢ଼ି ମିକ୍ସଚର କି ଏଇଟା କ'ଣଟା କୁହନ୍ତି, ମୁଁ ଟିକେ ବାଟରେ ଖାଇ ଖାଇ ଆସୁଥିଲି। ଆଉ ଏଠି ଆମ ବାଉଁଶ ଗଦାକୁ ଦେଖିଲେ ଯୋଉ ଫିଲିଂଟା ହୁଏ, ଫାଇନାଲି ଘର ପାଖରେ ଆସି ପହଞ୍ଚିଗଲି। ଆଉ ଘରକୁ ଆସିଲା ପରେ ଯୋଉ ବୋଉ ହାତ ରନ୍ଧା ଖାଇବା, ଭାତ, ଗଜାମୁଗ ତରକାରୀ, କଲରା ଆଳୁ ଭଜା ହେଇଥିଲା। ଘର ତିଆରି ଖାଇବାଟା ତ ସେଇଟା ହେଉଛି କିଛି ଗୋଟେ ଅଲଗା ମଜା ଥାଏ। ରହୁଛି, ଜୟ ଜଗନ୍ନାଥ। ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି।